ଦେଖନ୍ତୁ ଏଇଟା ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବିଶେଷ କରି ପ୍ରତିଷ୍ଠା ଦିବସରେ ଆମେ ତିନୋଟି କାର୍ଯ୍ୟ ହାତକୁ ନେଇଛୁ ସାରା ଓଡ଼ିଶାରେ। ଗଣ ସଫେଇ କୁହନ୍ତୁ କିମ୍ବା ରକ୍ତଦାନ କାର୍ଯ୍ୟକ୍ରମ କୁହନ୍ତୁ କିମ୍ବା ରାମଧୁନ କାର୍ଯ୍ୟକ୍ରମ କୁହନ୍ତୁ, ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସାରା ଓଡ଼ିଶାରେ ଏବଂ ସାରା ଭାରତ ବର୍ଷରେ ମଧ୍ୟ। ଏହି କ୍ରମରେ ଆମର ପୁରୀରେ ଆପଣ ଜାଣିଛନ୍ତି ପୁରୀକୁ ବହୁତ ଦିନ ପୂର୍ବରୁ ସ୍ୱଚ୍ଛ ସହର ଭାବରେ ତାକୁ ହାତକୁ ନିଆଯାଇଥିଲା ସ୍ୱଚ୍ଛ ସହର ପରିଣତ କରିବା। କିନ୍ତୁ ଆପଣମାନେ ନିଜେ ଅବସ୍ଥା ଦେଖୁଥିବେ ପୁରୀର, ଯଦି ପ୍ରତିଦିନ କିଛି ନା କିଛି ସଫା ହୁଅନ୍ତା ତାହେଲେ ଆମକୁ ଏଇସବୁ କାମ କରିବାକୁ ପଡ଼ନ୍ତା ନାହିଁ। ତଥାପି ଆମର ଏଇ କାର୍ଯ୍ୟକ୍ରମ ଆଜି କେବଳ ନୁହଁ, ଆମେ ଚିନ୍ତା କରୁଛୁ ପ୍ରତି ମାସରେ এই ପ୍ରକାର ସଫେଇ କାର୍ଯ୍ୟକ୍ରମ ଏବଂ ଜନହିତକର କାର୍ଯ୍ୟକ୍ରମ ଯେଉଁଗୁଡ଼ାକ ଜନସାଧାରଣଙ୍କ ମୌଳିକ ସମସ୍ୟା ତାକୁ ନେଇକରି ଆଗକୁ କଂଗ୍ରେସ ଦଳ ପୁରୀ ଜିଲ୍ଲାରେ ବିଶେଷ କରି କିଭଳିଆ କାମ କରିବ ସେଥିପାଇଁ ଆମର କ୍ଷେତ୍ର ପ୍ରସ୍ତୁତ କରାଯାଉଛି। ଏବଂ ଆପଣମାନଙ୍କ ଜରିଆରେ ମୁଁ କହିବାକୁ ଚାହୁଁଛି ଯେ ଆଜି ଆମେ ଏକ ବିଶେଷ ବିଷୟ ଉପରେ ଆଲୋଚନା ଚକ୍ର ହେବାକୁ ଯାଉଛି କଂଗ୍ରେସ ଭବନଠାରେ, ଯେଉଁଠି ଆମର ଆଧୁନିକ ଭାରତ ଗଠନରେ କଂଗ୍ରେସର ଭୂମିକା। ଏଥିରେ ବହୁତ ବିଶିଷ୍ଟ ବ୍ୟକ୍ତି ପୁରୁଣା କଂଗ୍ରେସ କର୍ମୀମାନେ ଯୋଗଦାନ କରିବେ ଏବଂ ତାଙ୍କର ଅଭିବ୍ୟକ୍ତି ପ୍ରଦାନ କରିବେ। ନା ଆଭିମୁଖ୍ୟ ମାନେ ଆମେ ଜନସାଧାରଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ, ଯେଉଁ ଜୁମଲା ସରକାର ସିଏ ବାରମ୍ବାର ଗାନ୍ଧିଜୀଙ୍କ ସ୍ମୃତି କି ସାରା ଭାରତ ବର୍ଷରେ ହଟେଇବାକୁ ଚେଷ୍ଟା କରୁଛନ୍ତି। ଆଉ ଯେଉଁମାନେ ଆଧୁନିକ ଭାରତ ଗଠନ କରୁଥିଲେ ପ୍ରକୃତ ପକ୍ଷରେ ଆପଣ ଜବାହରଲାଲ ନେହେରୁ କୁହନ୍ତୁ, ଇନ୍ଦିରା ଗାନ୍ଧୀ କୁହନ୍ତୁ, ମନମୋହନ ସିଂ କୁହନ୍ତୁ, ଯେଉଁମାନଙ୍କର ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଆଜି ଭାରତବର୍ଷ ସୁଦୃଢ଼ ଏକ ବୃହତ୍ ଶକ୍ତି ଭାବରେ ଉଭା ହେଇ ଆସିଛି, ସେମାନଙ୍କର ନାମ ସମ୍ପୂର୍ଣ୍ଣ ଭାବରେ ଇତିହାସରୁ ମିଟେଇ ଦେବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ଜୁମଲା ସରକାରକୁ, ତାକୁ ପ୍ରତିହତ କରିବା ପାଇଁ ଆମର এই ଉଦ୍ୟମ ସବୁବେଳେ ଅବ୍ୟାହତ ରହିବ। ଦେଖନ୍ତୁ ଆଜି 140ତମ କଂଗ୍ରେସର ପ୍ରତିଷ୍ଠା ଦିବସ, ସେହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଦଳ ସାରା ଓଡ଼ିଶାରେ ଜନହିତକର କାର୍ଯ୍ୟକ୍ରମ କିଛି ଆୟୋଜନ କରାଯାଇଛି। ଯେଭଳି ଭାବରେ ସଫେଇ କାର୍ଯ୍ୟକ୍ରମ ହେଉ କି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ହେଉ କି ଆଧୁନିକ ଯୁଗରେ କଂଗ୍ରେସର ଅବଦାନ ଯେଉଁ সেই ବିଷୟ ନେଇ ଆମର ବିଶେଷ ଆଲୋଚନା ଚକ୍ର ମଧ୍ୟ ଆଜି କଂଗ୍ରେସ ଭବନଠାରେ ଅଛି। এইভাবে ভাবে আজ 140তম প্রতিষ্ঠা দিবসরে আমার কিছু কার্যক্রম রয়েছে, যে কার্যক্রমকে সুরখুরে আজ করা এবং সারা ওড়িশারে কংগ্রেস কিভাবে ভাবে কার্য করছে, কংগ্রেসর দেশ প্রতি অবদান কোণ, সেই পরিপ্রেক্ষীরে আজ আলোচনা চক্র মধ্যে অছি। তেণুক 140 বর্ষ ধরে কংগ্রেসর ভারতবর্ষ প্রতি উদ্যম, সেই পরিপ্রেক্ষীরে মনে পকাইবা আজ সারা ভারতবর্ষের মধ্যে সারা ভারতবর্ষ ওড়িশারে सबुआड़े आज कांग्रेस दल तार प्रतिष्ठा दिवस पालन कर परिप्रेक्षी आज सका भूदान छकठार सफाई कार्यक्रम आयोजन कर आज युवक मैंने समस्त एकत्रित हो आज सफाई कार्यक्रम जोग देती निरा ढंग से आज 140तम कांग्रेस दिवस को पालन कर।